ମୁଁ 1995 ମସିହାରେ ଭାରତୀୟ ଜନତା ପାର୍ଟିର ସଭ୍ୟ ଭାବରେ ଭୁବନେଶ୍ୱରରୁ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲି। ମୁଁ ବିଜୁବାବୁଙ୍କୁ ତା ପୂର୍ବରୁ ଅନେକ ସମାଲୋଚନା କରିଛି, ଖବରକାଗଜରେ ତାଙ୍କୁ ବହୁତ କିଛି କଥା କହିଛି, କିନ୍ତୁ ସେହି ନିର୍ବାଚନ ଲଢ଼ିବା ପରଠାରୁ ଗୋଟିଏ ଘଟଣା ମୋ ତାଙ୍କ ସହିତ ସମ୍ପର୍କକୁ ଭିନ୍ନ କରିଦେଲା। ସେ ଘଟଣାଟି କ'ଣ? ନିର୍ବାଚନରେ ଆମର ତୁମୁଳ ଲଢ଼େଇ ହେଲା ବୋଲି ପ୍ରଚାର ଚାଲୁଥାଏ ଏବଂ ନିର୍ବାଚନରେ ସେ ଜିତିଲେ, କିନ୍ତୁ କ୍ଷମତାରୁ ଅପସରି ଗଲେ। ଯେଉଁଦିନ ନିର୍ବାଚନ ଫଳ ପ୍ରକାଶ ପାଇଲା, ସେହିଦିନ 4ଟା ବେଳେ ଯେତେବେଳେ ଫଳ ପ୍ରକାଶ ପାଇଲା, ମୋତେ ସେ ଫୋନ୍ କଲେ, "ଏଇ କ'ଣ କରୁଛୁ? Come and have dinner with me tomorrow with your wife." ମୁଁ କହିଲି, ମୋ ୱାଇଫ୍ କହିଲା, "ମୁଁ ଯିବି ନାହିଁ।" ମୁଁ ଝିଅ ସାଙ୍ଗରେ ଯାଇ ତାଙ୍କ ସହିତ ତା ପରଦିନ ରାତ୍ରି ଭୋଜନ କରିଥିଲି। ସେହି ଭୋଜନ କାଳରେ ସେ ମୋତେ ଯାହା କହିଲେ, ସମୟ ନାହିଁ ଆଲୋଚନା କରିବା ପାଇଁ, ସେହିଦିନ କହିଥିଲେ, "ତୁ ଆ ମୋ ସହିତ ହାତ ମେଳା, ଆମେ 2 ଜଣ ମିଶି ଓଡ଼ିଶାକୁ ଆଗେଇ ନେବା।" ଏହି କଥାଟି ଆଜି ପର୍ଯ୍ୟନ୍ତ ମୋର ମନେ ଅଛି। ସିକନ୍ଦର ଏବଂ ଗୁରୁଙ୍କ କଥା ଆମେ ଇତିହାସରେ ପଢ଼ିଥିଲୁ, କିନ୍ତୁ ମୋ ଜୀବନରେ ମୋତେ ହରାଇଥିବା ଗୋଟିଏ ରାଜନେତା, ନିଜେ ହରାଇଥିବା କ୍ଷମତା ସତ୍ତ୍ୱେ ମୋତେ ଏଭଳି ଏକ ଆହ୍ୱାନ ଦେଇଥିଲେ। ସେହିଦିନ ଠାରୁ ବିଜୁ ପଟ୍ଟନାୟକଙ୍କର ମୁଁ ନିକଟତର ହୋଇଗଲି। ପରବର୍ତ୍ତୀ ସମୟରେ ଆମେ ସାଙ୍ଗ ହୋଇ ପାର୍ଲାମେଣ୍ଟରେ ଆମେ ଏମ୍ପି ହୋଇଥିଲୁ।